ଚାଲନ୍ତୁ ଶୁଣିବା ଏନ୍ଇପି ବିଷୟରେ ବିଶଦ ଆଲୋଚନା। ନୂତନ ଶିକ୍ଷାନୀତିକୁ କେନ୍ଦ୍ରୀୟ କ୍ୟାବିନେଟ୍ ଅନୁମୋଦନ। ଭାରତ ସରକାରଙ୍କ ଦ୍ୱାରା ପ୍ରସ୍ତାବିତ ନୂତନ ଶିକ୍ଷାନୀତିକୁ କେନ୍ଦ୍ର ସରକାର କ୍ୟାବିନେଟ୍ ଅନୁମୋଦନ ମିଳିଛି। ଦୀର୍ଘ 34 ବର୍ଷ ପରେ ଦେଶର ନୂତନ ଶିକ୍ଷାନୀତି କାର୍ଯ୍ୟକ୍ରମ ହେବାକୁ ଯାଉଛି। ନୂତନ ଶିକ୍ଷାନୀତି 2023ର ଉଲ୍ଲେଖନୀୟ ବିଷୟଗୁଡ଼ିକ ହେଉଛି 5 ବର୍ଷ ମୌଳିକ ବା ଆଧାରଭୂତ ଶିକ୍ଷା। 1. ନର୍ସରୀ 4 ବର୍ଷ ବୟସରୁ ଆରମ୍ଭ। 2. ଜୁନିୟର କେଜି 5 ବର୍ଷ ବୟସରୁ ଆରମ୍ଭ। 3. ସିନିୟର କେଜି 6 ବର୍ଷ ବୟସରୁ ଆରମ୍ଭ। 4. ଷ୍ଟାଣ୍ଡାର୍ଡ 1ରେ ବା ପ୍ରଥମ ଶ୍ରେଣୀ ପାଇଁ 7 ବର୍ଷରୁ ଆରମ୍ଭ। ସେହିଭଳି ଷ୍ଟାଣ୍ଡାର୍ଡ 2 8 ବର୍ଷ ବୟସ ପର୍ଯ୍ୟନ୍ତ ଆରମ୍ଭ। 3 ବର୍ଷ ପ୍ରସ୍ତୁତି ସ୍ତର ଅନୁସାରେ ମୌଳିକ ସ୍ତର ଗଲା ପ୍ରସ୍ତୁତି ସ୍ତର ଷ୍ଟାଣ୍ଡାର୍ଡ 3 9 ବର୍ଷ ବୟସରେ, ଷ୍ଟାଣ୍ଡାର୍ଡ 4 10 ବର୍ଷ ବୟସରେ, ଷ୍ଟାଣ୍ଡାର୍ଡ 5 11 ବର୍ଷ ବୟସରେ। ସେହିଭଳି ମଧ୍ୟମ ବର୍ଷ 6 ଷ୍ଟାଣ୍ଡାର୍ଡ 6 ହେଉଛି 12 ବର୍ଷ ବୟସରେ, 10ରେ ଷ୍ଟାଣ୍ଡାର୍ଡ 7 ବା କ୍ଲାସ୍ 7 13 ବର୍ଷ ବୟସରେ, କ୍ଲାସ୍ 8ମ ବା ଅଷ୍ଟମ ଶ୍ରେଣୀ 14 ବର୍ଷ ବୟସରେ ହେବ। ସେଭଳି ମାଧ୍ୟମିକ ସ୍ତର ବର୍ଷରେ ଆମର 4 ବର୍ଷ, ନବମ ଶ୍ରେଣୀ 15 ବର୍ଷ ବୟସରେ, 13 ଦଶମ ଶ୍ରେଣୀ 16 ବର୍ଷ ବୟସରେ, ଏକାଦଶ 17 ବର୍ଷ ବୟସରେ ଏବଂ ଦ୍ୱାଦଶ ହେଉଛି 18 ବର୍ଷ ବୟସରେ ସରିବାକୁ ପଡ଼ିବ। ବିଶେଷ ବିନ୍ଦୁଗୁଡ଼ିକ ମଧ୍ୟରେ ଦଶମରେ ଆଉ ବୋର୍ଡ଼ ପରୀକ୍ଷା ହେବ ନାହିଁ। ବୋର୍ଡ଼ କେବଳ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଦ୍ୱାଦଶ ଶ୍ରେଣୀରେ ଅନୁଷ୍ଠିତ ହେବ। ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କୁ କେବଳ ମାତୃଭାଷା, ସ୍ଥାନୀୟ ଭାଷା ଓ ଜାତୀୟ ଭାଷାର ଶିକ୍ଷା ଦିଆଯିବ। ଅବଶିଷ୍ଟ ଶ୍ରେଣୀ ଉତ୍ତୀର୍ଣ୍ଣରେ ଇଂରାଜୀ ଓ ଆଞ୍ଚଳିକ ଭାଷା ସହିତ ଇଂରାଜୀକୁ ଗୋଟିଏ ବିଷୟ ଭାବରେ ଶିକ୍ଷା ଦିଆଯିବ। ପୂର୍ବରୁ ଦଶମ ବୋର୍ଡ଼ ପରୀକ୍ଷା ବାଧ୍ୟତାମୂଳକ ଥିଲା, ତାହା ଆଉ ରହିବ ନାହିଁ। ନବମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ସେମିଷ୍ଟାର ପରୀକ୍ଷା ଅନୁଷ୍ଠିତ ହେବ। ଶିକ୍ଷା 5+3+3+4 ମାଧ୍ୟମରେ ହେବ। କେବଳ କଲେଜରେ 3 ବର୍ଷ, ଡିଗ୍ରୀ କୋର୍ସ ଏବେ 4 ବର୍ଷର ଅବଧି ପର୍ଯ୍ୟନ୍ତ ରହିବ। କିନ୍ତୁ ଯେଉଁମାନେ ଉଚ୍ଚଶିକ୍ଷା ନେବାକୁ ଚାହାନ୍ତି ସେମାନଙ୍କୁ 3 ବର୍ଷରେ ଡିଗ୍ରୀ ସାର୍ଟିଫିକେଟ୍ ମିଳିବ। ଯେଉଁମାନେ ଏ ବର୍ଷ ଗୋଟିଏ ବର୍ଷ ଡିଗ୍ରୀ କୋର୍ସ କରିବେ ସେମାନଙ୍କୁ ଗୋଟିଏ ସ୍ନାତକ ବର୍ଷର ସାର୍ଟିଫିକେଟ୍ ମିଳିବ। ଦ୍ୱିତୀୟ ବର୍ଷରେ ଡିପ୍ଲୋମା, ତୃତୀୟ ବର୍ଷରେ ଡିଗ୍ରୀ ସାର୍ଟିଫିକେଟ୍ ମିଳିବ। 4 ବର୍ଷ ଡିଗ୍ରୀ କରିଥିବା ଛାତ୍ରଛାତ୍ରୀମାନଙ୍କୁ ଗୋଟିଏ MA କରିବାକୁ ସକ୍ଷମ ହେବେ, ଅର୍ଥାତ୍ MA ଗୋଟିଏ ବର୍ଷରେ ଡିଗ୍ରୀରେ ମିଶାଇ ଦିଆଯିବ। MA ଛାତ୍ରଛାତ୍ରୀମାନେ ଆଉ MPhil ନ କରି ସିଧାସଳଖ PhD କରିବାକୁ ସକ୍ଷମ ହେବେ। MPhil ବନ୍ଦ ହେବ। ଛାତ୍ରଛାତ୍ରୀମାନେ କଳାରୁ ବିଜ୍ଞାନରୁ କଳା, କଳାରୁ ବିଜ୍ଞାନ, ବାଣିଜ୍ୟ ପରି ଯେତେବେଳେ ଯେଉଁ କୋର୍ସକୁ ପରିବର୍ତ୍ତନ କରିବାକୁ ଚାହିଁବେ କରିପାରିବେ। ମଧ୍ୟରେ ଅନ୍ୟ ପାଠ କରିବାକୁ ସକ୍ଷମ ହେବେ। ନୂତନ ଶିକ୍ଷାନୀତି ଅନୁଯାୟୀ ଯଦି ଜଣେ ଛାତ୍ର ଗୋଟିଏ ପାଠ୍ୟକ୍ରମ ମାଧ୍ୟମରେ ଅନ୍ୟ ଏକ ପାଠ୍ୟକ୍ରମ କରିବାକୁ ଚାହାନ୍ତି, ତେବେ ସେ ସୀମିତ ସମୟ ପାଇଁ ପ୍ରଥମେ ପାଠ୍ୟକ୍ରମରୁ ବିରତି ନେଇ ଦ୍ୱିତୀୟ ପାଠ୍ୟକ୍ରମ କରିପାରିବେ। ହାୟର ଏଜୁକେସନ୍ ବା ଉଚ୍ଚଶିକ୍ଷାରେ ମଧ୍ୟ ଅନେକ ସଂସ୍କାର କରାଯାଇଛି। ସଂସ୍କାରଗୁଡ଼ିକରେ ଗ୍ରେଡ୍, ଏକାଡେମିକ୍, ପ୍ରଶାସନିକ ସ୍ୱାଧୀନତା ଇତ୍ୟାଦି ଅନ୍ତର୍ଭୁକ୍ତ। ଏହା ବ୍ୟତୀତ ଆଞ୍ଚଳିକ ଭାଷାରେ ଏହି ପାଠ୍ୟକ୍ରମ ଆରମ୍ଭ ହେବ। ଭର୍ଚୁଆଲ ଲ୍ୟାବ୍ ବିକଶିତ ହେବ। ଏକ ଜାତୀୟ ଶିକ୍ଷାଗତ ବୈଜ୍ଞାନିକ ଫୋରମ ଆରମ୍ଭ ହେବ। ଦେଶରେ 45,000 କଲେଜ ଅଛି। ସମସ୍ତ ଶିକ୍ଷାନୁଷ୍ଠାନ ସରକାରୀ ଅନୁଷ୍ଠାନ ପ୍ରାୟ ସମାନ ନିୟମ ରହିବ।
ଆଗାମୀ ଶିକ୍ଷାବର୍ଷରେ ସେମିଷ୍ଟାର ରହିବ। କ୍ରେଡିଟ୍ ପଏଣ୍ଟ ସିଷ୍ଟମ। ପ୍ରଥମରୁ ପଞ୍ଚମ ଶ୍ରେଣୀ ଛାତ୍ରଛାତ୍ରୀ ଦେବେ ସେମିଷ୍ଟାର ପରୀକ୍ଷା। ଦେଖନ୍ତୁ, ଓଡ଼ିଶାର ପ୍ରାଥମିକ ଶିକ୍ଷାରେ ମଧ୍ୟ ପଞ୍ଚମ ଶ୍ରେଣୀ 1ରୁ ପ୍ରଥମ ଯାଏଁ ସମସ୍ତେ ସେମିଷ୍ଟାର ପରୀକ୍ଷା ଦେବା ପାଇଁ ଓଡ଼ିଶା ସରକାର NEP ତରଫରୁ ଆମର ସମ୍ବାଦ ବାହାରିଛି। ଏଥିରେ ଲେଖା ଅଛି, ଶିକ୍ଷା ବର୍ଷ ଆରମ୍ଭରେ ପ୍ରାଥମିକ ଶିକ୍ଷା କ୍ଷେତ୍ରରେ ବଡ଼ ପରିବର୍ତ୍ତନ ଆଣି ପ୍ରଥମରେ ଆରମ୍ଭ ସେମିଷ୍ଟାର ପଦ୍ଧତି। ଛୋଟ ଛୋଟ ପିଲାଙ୍କ ଉପରେ ଚାପ କମାଇବା ପାଇଁ ସେମାନଙ୍କୁ ଅଧ୍ୟୟନ କରିବାକୁ ଉତ୍ସାହିତ କରିବା ପାଇଁ କ୍ରେଡିଟ୍ ପଏଣ୍ଟ ସିଷ୍ଟମ ମଧ୍ୟ ପ୍ରଚଳନ କରାଯିବ। ପ୍ରାଥମିକ ଶିକ୍ଷାରେ ବୋର୍ଡ ଅଧ୍ୟକ୍ଷ ଗୌତମ ପାଲ ଶୁକ୍ରବାର ଦିନ ସାମ୍ବାଦିକର ଏକ ବୈଠକରେ କହିଛନ୍ତି। ସେ କହିଛନ୍ତି ଯେ ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ପିଲାମାନଙ୍କୁ ସେମିଷ୍ଟାର ବ୍ୟବସ୍ଥା ଆରମ୍ଭ ହେବ। ଜାନୁଆରୀ-ଜୁନ ମଧ୍ୟରେ ପ୍ରଥମ ସେମିଷ୍ଟାର ଏବଂ ଜୁଲାଇରୁ ଡିସେମ୍ବର ମଧ୍ୟରେ ଦ୍ୱିତୀୟ ସେମିଷ୍ଟାର। ପ୍ରଥମରୁ ତୃତୀୟ ଶ୍ରେଣୀ ପର୍ଯ୍ୟନ୍ତ ପେନ୍ ଆଣ୍ଡ ପେପର ଲେସ୍ ଅର୍ଥାତ୍ ଖାତା କଲମରେ କୌଣସି ଶିଶୁକୁ ପରୀକ୍ଷା ଦେବାକୁ ପଡ଼ିବ ନାହିଁ। ବର୍ଷ ସାରା କ୍ଲାସରେ ଯାହା କରିବେ ତାହା ଦ୍ୱାରା ମୂଲ୍ୟାଙ୍କନ କରାଯିବ। ତେବେ ଚତୁର୍ଥ ଓ ପଞ୍ଚମ ଶ୍ରେଣୀ ପାଇଁ ସମଗ୍ର ଶିକ୍ଷାବର୍ଷରେ 800 ଘଣ୍ଟା ଏବଂ ତୃତୀୟରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ସମଗ୍ର ଶିକ୍ଷା ପାଇଁ 1000 ଘଣ୍ଟା ଓ ପ୍ରଥମ ଦ୍ୱିତୀୟ ଶ୍ରେଣୀ ପାଇଁ ଗୋଟିଏ ସେମିଷ୍ଟାର 376 ଘଣ୍ଟା ଏବଂ ତୃତୀୟ ଠାରୁ ପଞ୍ଚମ ଶ୍ରେଣୀ 460 ଘଣ୍ଟା ସେମିଷ୍ଟାର କାଟିବାକୁ ହେବ। ଲିଖିତ ପରୀକ୍ଷା 60 ଘଣ୍ଟାର ଅବଧି ହେବ। ଏହା ବ୍ୟତୀତ ନୂତନ ବର୍ଷର ଛାତ୍ରଛାତ୍ରୀମାନଙ୍କ ପାଇଁ ଏକ କ୍ରେଡିଟ୍ ସ୍କୋର ରହିବ। ମୋଟ 376 ଘଣ୍ଟା ଶ୍ରେଣୀ ପାଇଁ ପ୍ରଥମ ଶ୍ରେଣୀ ଦ୍ୱିତୀୟ ଶ୍ରେଣୀକୁ କ୍ରେଡିଟ୍ ସ୍କୋର ରହିଛି। ମୋଟ 376 ଘଣ୍ଟା ଶ୍ରେଣୀ ପାଇଁ ପ୍ରଥମ ଶ୍ରେଣୀ ଦ୍ୱିତୀୟ ଶ୍ରେଣୀକୁ କ୍ରେଡିଟ୍ ସ୍କୋର ଦିଆଯିବ। ସର୍ବାଧିକ କ୍ରେଡିଟ୍ ସ୍କୋର ହେଉଛି 13.5। ତୃତୀୟରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ବର୍ଷକୁ 460 ଘଣ୍ଟା ଶ୍ରେଣୀ ପାଇଁ ସର୍ବାଧିକ କ୍ରେଡିଟ୍ ସ୍କୋର 16.5। ନୂତନ ଶିକ୍ଷାବର୍ଷରେ ପ୍ରଶ୍ନପତ୍ର ପ୍ରସ୍ତୁତି ବିଦ୍ୟାଳୟର ଦାୟିତ୍ୱ ରହିବ ନାହିଁ। ବୋର୍ଡର ପ୍ରାଥମିକ ପ୍ରଶ୍ନପତ୍ର ପ୍ରସ୍ତୁତ କରିବ। ଏହି ପରୀକ୍ଷା ସମଗ୍ର ରାଜ୍ୟରେ ସମାନ ପ୍ରଶ୍ନପତ୍ର କରାଯିବ। ତେବେ କେବଳ ସ୍କୁଲ ଶିକ୍ଷକମାନେ ଖାତା ଦେଖିବେ। NEP ବିଷୟରେ ଆହୁରି ଅଧିକ ତଥ୍ୟ ଜାଣିବା ପାଇଁ ଆମ ଚ୍ୟାନେଲଟିକୁ ଲାଇକ୍, ସବସ୍କ୍ରାଇବ୍ ଓ କମେଣ୍ଟ କରନ୍ତୁ। ଧନ୍ୟବାଦ। ଜୟ ଜଗନ୍ନାଥ।